ତ ଶିକ୍ଷାବିତ୍ତି ଓ ରିଟାୟାରମେଣ୍ଟ ହୋଇଥିବା ଶିକ୍ଷକ, ଅଧ୍ୟାପକ ଓ ଅଧ୍ୟାପିକା ଆଜ୍ଞାମାନଙ୍କୁ ପ୍ରଣାମ କରି ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ଷ୍ଟଡିଟେକ୍ ବାଇ ଦାସ ସାର୍କୁ ସ୍ୱାଗତ ଜଣାଉଛି। ଯାହା ସେହି ଦୁଃଖ ଯନ୍ତ୍ରଣାର କଥା, ଦୁର୍ଦ୍ଦଶାର କଥା, ଯେତେବେଳେ ଆମମାନେ ସରକାରୀ ଚାକିରିଟେ କରୁ ଯେ ଆଶା କରିଥାଉ ଯେତେବେଳେ ବାର୍ଦ୍ଧକ୍ୟ ଆସିବ ବା 60 ବର୍ଷ ପରେ ଆମକୁ କିଛି ପେନ୍ସନ୍ ଆକାରରେ ଗଭର୍ଣ୍ଣମେଣ୍ଟ ଆମକୁ ଦେବ, ଯାହାଫଳରେ ଆମର ସେଇ ବାର୍ଦ୍ଧକ୍ୟ ଅବସ୍ଥାରେ ଯେଉଁ ମେଡ଼ିସିନ ଖର୍ଚ୍ଚ ହେଲା ବା ନିଜେ ଚଳିବା ପାଇଁ ଏ ସୁବିଧା ହେବ, ଏ କଥାକୁ ଆମମାନେ ସବୁ ଚିନ୍ତା କରିଥାନ୍ତି। ତା ଭିତରେ ବେସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲ ଆଉ କଲେଜ ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନ କର୍ମଚାରୀଙ୍କୁ ପେନ୍ସନ୍ ପ୍ରସଙ୍ଗ ପୁଣି ସମୟ ନେଲେ ସରକାର। 13 ପରବର୍ତ୍ତୀ ଶୁଣାଣି ଗଭର୍ଣ୍ଣମେଣ୍ଟ ପୁଣି ନେଇଛନ୍ତି, ଟାଇମ୍ ନେଇଛନ୍ତି। ପୁଣି 13 ତାରିଖରେ ପୁଣି ଶୁଣାଣି ହେବ। ଶୁଣାଣି ପେନ୍ସନ୍ 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 ଇଏ ଆମର ଥିଲା ମେନ୍ ମୁଖ୍ୟ। କିନ୍ତୁ ଏ ସମାଜ ପେପରରେ, ଏ ସମ୍ବାଦ ପେପରରେ ବା ବିଭିନ୍ନ ପ୍ରକାର ପେପରରେ, ଡିଜିଟାଲ ମିଡ଼ିଆ ହେଉ କିମ୍ବା ଆମର ଇ ମିଡ଼ିଆ ହେଉ, ପେପର ମିଡ଼ିଆ ହେଉ, ନିଶ୍ଚିତ ବାହାରିଛି। ୟା ଭିତରେ ସମ୍ବାଦର ପେପରଟି ଆମେ ପାଇଛେ, ଯଦିଓ ଗତକାଲି ସମ୍ବାଦ ପେପରରେ ବାହାରିଥିଲା, କୌଣସି ଟେକ୍ନିକାଲ ସମସ୍ୟା ଯୋଗୁଁ ମୁଁ ଟିକେ ଡିଲେ କରିଛି। ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନରେ କର୍ମଚାରୀଙ୍କୁ ପେନ୍ସନ୍ ପ୍ରସଙ୍ଗ ପୁଣି ସମୟ ନେଲେ ସରକାର। 13ରେ ପରବର୍ତ୍ତୀ ଶୁଣାଣି ନିଶ୍ଚିତ ଗଭର୍ଣ୍ଣମେଣ୍ଟ ଟାଇମ୍ ନେଇ ଚାଲିଛି। ଅନୁଦାନ ପ୍ରାପ୍ତ ସ୍କୁଲ ହେଉ ବା କଲେଜ ହେଉ, ଯେତେବେଳେ ଅବସରପ୍ରାପ୍ତ କର୍ମଚାରୀମାନେ ପେନ୍ସନ୍ କଥା ଚିନ୍ତା କରନ୍ତି ବା ହାଇକୋର୍ଟ ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ତରଫରୁ ଆଜି ପୁଣି ସମୟ ଲୋଡ଼ିଛନ୍ତି। ଜଷ୍ଟିସ୍ ଦୀକ୍ଷିତ ସାର୍ ଯିଏ ଏ ଖଣ୍ଡପୀଠରେ ରହୁଛନ୍ତି, ତା ଭିତରେ ଜଷ୍ଟିସ୍ ଚିତ୍ତରଞ୍ଜନ ଦାସ ସାର୍, ଏହି ଦୁଇ ଜଣଙ୍କ ଖଣ୍ଡପୀଠରେ ବା ମାମଲା ଶୁଣାଣି ସମୟରେ ସରକାର ତରଫରୁ ଅଧିକ ସମୟ ଲୋଡ଼ା ଯାଇଛି। ନିଶ୍ଚିତ 13 ତାରିଖ ସେମାନେ ଲୋଡ଼ିଛନ୍ତି। ଦେଖିବା କ'ଣ ହେଉଛି। ଯଦି ସରକାର ସରକାର ଲୋକଙ୍କ ସରକାର ବା କର୍ମଚାରୀମାନଙ୍କର ସରକାର, ତାହେଲେ ଏତେ ଲୋଡ଼ିବା ଆବଶ୍ୟକତା ନାହିଁ। ଯାହା ହେଲେ ଗୋଟେ ଡିସିସନ୍ ନେଇଗଲେ ଏମାନେ ଟିକେ ଖୁସି ହୁଅନ୍ତେ ବୋଲି ଆମେ ଆଶା କରିବା, ବା ଏମାନଙ୍କର ପେଟ ପାଟଣା କଥା, ମେଡ଼ିସିନର କଥା, ଏ ହେଲା କଥା। 13 ଯେତେବେଳେ ମେ 13କୁ ଆପଣଙ୍କର ନେଇଛନ୍ତି, ଲୋଡ଼ିଛନ୍ତି ଆପଣଙ୍କର ଆଉ ଗୋଟେ ଡେଟ୍ ନେଇଛନ୍ତି। ୟା ଭିତରେ ବ୍ଲକ ଗ୍ରାଣ୍ଟ ତଥା ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନରେ ଅବସର ଗ୍ରହଣ କରିଥିବା କର୍ମଚାରୀ ବା କରୁଥିବା କର୍ମଚାରୀ, ଆଗକୁ କରିବାକୁ ଯାଉଥିବା କର୍ମଚାରୀ, ସମସ୍ତଙ୍କ ପାଇଁ ଏ କଥା ନିଶ୍ଚିତ ଅବହେଳିତ ହେଉଛି। ଗଭର୍ଣ୍ଣମେଣ୍ଟ ତରଫରୁ ଅବହେଳା କରାଯାଉଛି। ଏ କଥାକୁ ଆମେ ନିଶ୍ଚିତ ଚିନ୍ତା କରିବା। ୟା ପୂର୍ବରୁ ଯିଏ ପିଟିସନ୍ କରିଥିଲେ ସିଏ ନିଜେ ମହାଶୟ ହେଉଛନ୍ତି ଶରତ ଚନ୍ଦ୍ର ପରିଡ଼ା ସାର୍। ସିଏ 2015ରେ ହାଇକୋର୍ଟ ବ୍ଲକ ଗ୍ରାଣ୍ଟ ସ୍କୁଲ ଅଧ୍ୟାପକ, ଶିକ୍ଷକ ଓ କର୍ମଚାରୀ ପେନ୍ସନ୍ ଅବସରକାଳୀନ ପ୍ରାପ୍ତ ପ୍ରଦାନ ସପକ୍ଷରେ ଗୋଟେ ରାୟ ପ୍ରଦାନକୁ କରିଥିଲେ। ନିଶ୍ଚିତ ରାୟ ପ୍ରଦାନ କରିଥିଲେ ଇଏ। କିନ୍ତୁ ଏ ରାୟ ପ୍ରଦାନକୁ ନିଶ୍ଚିତ ଜଣେ ଚିଫ୍ ଜଷ୍ଟିସ୍ ଶରତ ପରିଡ଼ା ଇଏ ରାୟ ପ୍ରଦାନ କରିଥିଲେ ଏ ମାମଲାକୁ, କିନ୍ତୁ ଏମାନେ ପାଇବାକୁ ଯୋଗ୍ୟ ବୋଲି। କିନ୍ତୁ ଆମର ଗଭର୍ଣ୍ଣମେଣ୍ଟ ବା ଲୋକଙ୍କ ଗଭର୍ଣ୍ଣମେଣ୍ଟ ସେ କ'ଣ କଲେ, ଯେ ରାଜ୍ୟ ସରକାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଗଲେ। ୟା ଅର୍ଥ ଯେତେବେଳେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଗଲେ, ପୁଣି ଡିଲେ ହେଲା କଥାଟା। ଡିଲେ ହେଇକି ସିଏ ସୁପ୍ରିମକୋର୍ଟ ଚିନ୍ତା କଲା, ନାଇଁ ହାଇକୋର୍ଟ ଯେଉଁ ରାୟ ଦେଇଛି ଏ ରାୟଟା ଯଥାର୍ଥ ଅଛି। ଏ ରାୟକୁ ସେ ସୁପ୍ରିମକୋର୍ଟ କ'ଣ କଲା ନା, ଏ ରାୟଟା ଠିକ୍ ଅଛି ବୋଲି ସେ କହିଦେଲା ଯେ ପେନ୍ସନ୍ ବା ଅବସରକାଳୀନ ପ୍ରାପ୍ତ ଲୋକମାନେ ଯେଉଁ କରୁଛନ୍ତି ବା କର୍ମଚାରୀମାନେ ଯେଉଁ କରୁଛନ୍ତି ସେମାନେ ପାଇବାକୁ ଯୋଗ୍ୟ ବୋଲି ସେଇ କଥା ସେ ଚିନ୍ତା କଲା। ଏମାନେ ଅନୁଦାନ ପାଇଛନ୍ତି ଯେହେତୁ, ଆପଣଙ୍କ ଶିକ୍ଷାନୁଷ୍ଠାନରେ ପଢ଼ାଉଛନ୍ତି ବା ବିଭିନ୍ନ କାର୍ଯ୍ୟାଳୟରେ ପଢ଼ାଉଛନ୍ତି, ତାହେଲେ ଏମାନେ ପେନ୍ସନ୍ ପାଇବାକୁ ଯୋଗ୍ୟ, ଏ କଥାକୁ ଚିନ୍ତା କରାଗଲା ବା ସେମାନେ କହିଲେ। କିନ୍ତୁ ସରକାର ସେମାନଙ୍କର ଦରଖାସ୍ତ ଖରଜ କରିବା ପାଇଁ ପୁଣି ଆଉ ଥରେ ଅବସର ବା କର୍ମଚାରୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଥିଲେ। ପୁଣି ସରକାର କ'ଣ କଲେ, ପୁଣି ଟାଇମ୍ ନେଇଗଲେ। ଏମିତି ଟାଇମ୍ ନେଇ ଚାଲିଛନ୍ତି ବା ସରକାର ଡିଲେ କରି ଚାଲିଛନ୍ତି। ୟା ଭିତରେ 3 ମାସ
ଭିତରେ ଅନୁଦାନ ପ୍ରାପ୍ତ ବା ଶିକ୍ଷାନୁଷ୍ଠାନରେ ଶିକ୍ଷକ ଅଧ୍ୟାପକ କର୍ମଚାରୀ ପେନସନ୍ ଓ ଅବସରକାଳୀନ ପ୍ରାପ୍ତ ପ୍ରଦାନ କରାଯିବ ବୋଲି ହାଇକୋର୍ଟ କହିଥିଲେ। ଗୋଟେ 3 ମାସ ଭିତରେ ତୁମେ ଦିଅ ବୋଲି ହାଇକୋର୍ଟ କହିଥିଲେ, କିନ୍ତୁ ପୁଣି गवर्नमेंट ताकू डिले करी चली गवर्नमेंट ता भितर हाईकोर्ट रे पुणी आ गोटे डेट नहीं जाइए। ये जी अच्छा जो हेमंत कुमार छोटराय बा अन्य सत्याधिक बा माने हजार हजार ये 100 कहते ये हजार हजार अच्छा अवसर प्राप्त कर्मचारी तरफ दायर मामला शुणाणी। ये निश्चित ये छोटराय सारंकर हेमंत कुमार छोटराय ये शुणाणी टाक ये करते 2024 जानुआरी 12 हाईकोर्ट प्रदान करथिला जे निर्देश को चैलेंज करी सरकार 2 जणिया खंडपीठ पुणी तैयारी करथिले हला। 2 जणिया खंडपीठ सेथरे श्री छोटराय सार आईनजीवी डॉक्टर पुरुषोत्तम चुली मामलार परिचालना करुछंती। ए 2 जण छोटराय सार आउ पुरुषोत्तम सार ए 2 जण मामलार परिचालना करुछंती, किंतु कथा हला जे आपण माने तो परिचालना करुछंती टाइम नउछंती गवर्नमेंट टाइम नउची, किंतु कथा हला जो माने डायबिटीज पेशेंट थिबे कि हार्ट पेशेंट थिबे सार माने थिबे कि मैडम माने थिबे तांकर दुख दुर्दशा कहिले न सरे जे आपण माने से कथा को टिके चिंता करिथवा दरकार। जने 60 वर्ष हेला परे जेतु गवर्नमेंट आपण माने निजे कहउछंती ए अनफिट आपण माने अवसर नबाक बाध्य बा अवसर नेबे ताहाले तांको अवसर किछि मुनाफा बा तांकर जो परिश्रम से कर 30 वर्ष कि 40 वर्ष कि 35 वर्ष परिश्रम कर परिश्रमर प्रतिफल आपण माने दबा दरकार, कारण तांकर हक अच्छी से नापी जे आपण माने एमती डिले करंतु नाही। जहाँ भी हो जे यही भाया जिते न्यूज आसो निश्चित ए चैनल अपलोड करा आपण मानक पई बा आज्ञा मानक पई आपण माने चैनल सहित जोड़ी रही था। निश्चित जो चैनल सहित जोड़ी थे मु जिते वीडियो अपलोड करी निश्चित आपण पाखु नोटिफिकेशन आपण मान पाखु जीवो। मु निश्चय आशा करुच्ची बा जगन्नाथ पाखे प्रार्थना करुच्ची आपण माने करंतु जे खूब टू खूब शीघ्र ए 13 तारिख शुणाणी आम पाई लास्ट शुणाणी हो जे आपण मानकर पेंशन कथा निश्चित गवर्नमेंट बा हाईकोर्ट निश्चित गोटे सॉर्ट आउट करू आ गवर्नमेंट से कथा को मानि नौ बेले आम आशा करवा जगन्नाथ पाखे प्रार्थना करवा जे जगन्नाथ से कंठरे मोहन सरंगार कंठरे विजय हूँ। 13 तारिख आम शुणाणीटा गोटे फाइनाल शुणाणी हो रहा। 13 तारिख पुणी वीडियो पाई आम रहा आपण मैंने ये चैनल सहित जोड़ी रही आउ थे आपण मानक मु प्रणाम करी मु आज वीडियो को ये समाप्त करुच्ची। थैंक यू।